picture? Who are there in the picture? Why has the bone legs, eyes and ears? Is it like a living creature in this story? Read the story to know more about it. এই চিত্রটিକୁ ଦେଖ। এই ଚିତ୍ରରେ କିଏ କିଏ ଅଛନ୍ତି? ଗୋଟିଏ ପିଠା ବା ଗୋଟିଏ ବନ୍ ଆଉ ଗୋଟିଏ ରେବିଟ୍। ଗୋଟିଏ ପିଠା ଆଉ ଗୋଟିଏ ଠେକୁଆ ଅଛନ୍ତି। Why has the bone legs, eyes and ears? ସେ ପିଠାଟିର କାହିଁକି ଗୋଡ଼, ଆଖି ଆଉ କାନ ଅଛି? Is it like a living creature in this story? କଣ ଏହା ଏକ ଜୀବନ୍ତ ଜୀବ ଅଟେ ଏହି କାହାଣୀରେ? Read the story to know more about it. ଏହି କାହାଣୀଟିକୁ ପଢ଼ ଏହା ବିଷୟରେ ଅଧିକ ଜାଣିବା ପାଇଁ। ତାହେଲେ ଆସ କାହାଣୀଟି ପଢ଼ିବା। Once upon a time there lived an old man and an old woman. One day the old man said, "Do make a barn for me, my dear." The old woman took flour from a box, made dough out of flour, and from the dough she made a little round barn. She baked it and put it on the window sill to cool. The little round barn lay there for some time. Then it rolled from the window to a bench, from bench to the floor, and from the floor to the door. From the door it rolled out of the gate. It rolled on and on. By and by it met a rabbit on the way. The rabbit said, "Stop, little round barn. I am going to eat you up." "Don't do that, rabbit. Let me sing you a song," said the barn, and it began to sing. Taken out of flour box, made into a dough, and baked in the oven, and cooled on the sill. I ran away from Grandpa, I ran away from Grandma, and I will run away from the rabbit. This minute I will, and off it rolled away. ତାହେଲେ ଏହାର ଓଡ଼ିଆ ଅର୍ଥ ଦେଖିଦେବା। Once upon a time there lived an old man and an old woman. ମାନେ ଥରେ କ'ଣ ହେଇଥିଲା ନା ଗୋଟେ ବୁଢ଼ା ଲୋକ ଆଉ ଗୋଟେ ବୁଢ଼ୀ ରହୁଥିଲେ। One day the old man said, "Do make a barn for me, my dear." ତ ସେ ବୁଢ଼ା ଲୋକଟି ଦିନେ ତା ସ୍ତ୍ରୀକୁ କହିଲା, ମୋ ପାଇଁ ତୁମେ ଗୋଟେ ପିଠା ତିଆରି କରିଦିଅ। The old woman took flour from a box. ସେଇ ବୁଢ଼ୀଟି ଗୋଟିଏ ବାକ୍ସରୁ ମଇଦା ବାହାର କଲା। Made a dough out of flour. ମଇଦାକୁ ଚଟକି ଗୋଟେ ଗୋଲାକୃତି ମଇଦାର ଇଏ କଲା। ଯେମିତି ଅଟା ଗୁନ୍ଥା ହୁଏ ସେମିତି ସେ ଗୋଟେ କଲା। And from the dough she made a little round barn. ଏବଂ ସେଇ ଯେଉଁ ଡୋଟି କରିଥିଲା ସେଥିରୁ ଗୋଟିଏ ଗୋଲାକାର ପିଠା ତିଆରି କଲା। She baked it and put it on the window sill to cool. ସେ ତାହାକୁ ବେକ୍ କଲା ବା ନିଆଁରେ ଦେଖେଇ ତାକୁ ସେକିଲା ଓ ଥଣ୍ଡା ହେବା ପାଇଁ ଝରକା ପାଖରେ ରଖିଦେଲା। The little round barn lay there for some time. ସେଇ ଗୋଲାକୃତି ପିଠାଟା ସେଇଠି କିଛି ସମୟ ପାଇଁ ରହିଲା। Then it rolled from the window to a bench. ତାପରେ ସେ ଝରକାରୁ ଗୋଟିଏ ବେଞ୍ଚକୁ ଆସିଲା। From bench to the floor. ସେ ବେଞ୍ଚରୁ ତଳକୁ ଚଟାଣକୁ ଆସିଲା। From the floor to the door. ମାନେ ସେ ଚଟାଣରୁ କବାଟ ପାଖକୁ ଗଲା। From the door it rolled out of the gate. It rolled on and on. ମାନେ ଏହା ସେ କବାଟ ପାଖରୁ ପିଠାଟା ଗଡ଼ି ଚାଲିଲା। It rolled on and on. ମାନେ ଏହା ଗଡ଼ି ଚାଲିଥିଲା। By and by it met a rabbit on the way. ମାନେ ସେ ଗଡ଼ୁ ଗଡ଼ୁ
ରାସ୍ତାରେ ଗୋଟିଏ ରେବିଟ୍ ବା ଠେକୁଆକୁ ଦେଖିଲା। ଦ ରେବିଟ୍ ସେଡ୍, ସେ ଠେକୁଆଟି କହିଲା, ଷ୍ଟପ୍ ଲିଟିଲ୍ ରାଉଣ୍ଡ ବନ୍, ଆଇ ଏମ୍ ଗୋଇଂ ଟୁ ଇଟ୍ ୟୁ ଅପ୍। ରହିଯା ଗୋଲାକୃତି ଛୋଟିଆ ପିଠା, ମୁଁ ତତେ ଖାଇବି। ଡୋଣ୍ଟ ଡୁ ଦ୍ୟାଟ୍ ରେବିଟ୍, ଲେଟ୍ ମି ସିଂ ୟୁ ଏ ସଙ୍ଗ, said the bone and it began to sing. ମୋତେ ଖାଆନି ଠେକୁଆ, ମୁଁ ତୋ ପାଇଁ ଗୋଟେ ଗୀତ ଗାଇଦେବି। ଏହା କହି ପିଠାଟି ଗୋଟେ ଗୀତ ଗାଇଲା। କ'ଣ ଗୀତ ଗାଉଛି ସେ ତା ଆମେ ଦେଖିବା। Taken out of flour box, made into a dough and baked in the oven and cooled on the sill। ମାନେ ଗୋଟିଏ ବାକ୍ସରୁ ମଇଦା କଢ଼ା ହେଲା, ସେଥିରୁ ତାକୁ ଚଟକି ଗୋଟେ ଗୋଲାକୃତି ସେପ୍ ଦିଆଗଲା। ଏଣ୍ଡ ବେକ୍ଡ ଇନଟୁ ଦ ଓଭେନ୍, ଆଉ ଓଭେନ୍ରେ ତାକୁ ବେକ୍ କରାଗଲା। ଏଣ୍ଡ କୁଲ୍ ଅନ୍ ଦି ସିଲ୍, ମାନେ ଝରକା ପାଖରେ ତାକୁ ଥଣ୍ଡା କରାଗଲା। କାହାକୁ ଥଣ୍ଡା କରାଗଲା? ସେ ଲିଟିଲ୍ ବନ୍ଟାକୁ। ଆଇ ରେନ୍ ଆୱେ ଫ୍ରମ୍ ଗ୍ରାଣ୍ଡପା, ଆଇ ରେନ୍ ଆୱେ ଫ୍ରମ୍ ଗ୍ରାଣ୍ଡମା। ମୁଁ ଗ୍ରାଣ୍ଡପା ଏବଂ ଗ୍ରାଣ୍ଡମା, ଏଠାରେ ଗ୍ରାଣ୍ଡପା ଏବଂ ଗ୍ରାଣ୍ଡମା କହିଲେ ସେ ବୃଦ୍ଧ ଲୋକ ଆଉ ସେ ବୁଢ଼ୀଟାକୁ ବୁଝଉଛି। ଏଣ୍ଡ ଆଇ ୱିଲ୍ ରନ୍ ଆୱେ ଫ୍ରମ୍ ଦ ରେବିଟ୍ ଦିସ୍ ମିନିଟ୍ ଆଇ ୱିଲ୍, ଏବଂ ମୁଁ ଗ୍ରାଣ୍ଡପା ଗ୍ରାଣ୍ଡମାଙ୍କ ଠାରୁ ମୁଁ ଦୌଡ଼ିକି ପଳେଇ ଆସିଛି, ମୁଁ ଏଇ ଠେକୁଆ ଠାରୁ ମଧ୍ୟ ଦୌଡ଼ିକି ପଳେଇବି। ଦିସ୍ ମିନିଟ୍ ଆଇ ୱିଲ୍, ମାନେ ଏହି ମୁହୂର୍ତ୍ତରେ ମୁଁ ପଳେଇବି। ଏଣ୍ଡ ଅଫ୍ ଇଟ୍ ରୋଲ୍ଡ ଆୱେ, ଏବଂ ଏହା ପୁଣି ଗଡ଼ି ଚାଲିଲା। ତାହେଲେ ଆସ କେତୋଟି ନୂଆ ଶବ୍ଦର ଅର୍ଥ ଜାଣିନେବା। ONCE once, once ମାନେ ଏକଦା। THERE there ମାନେ ସେଠାରେ। LIVED lived, lived ମାନେ ରହୁଥିଲା। SAID said ମାନେ କହିଲା। MAKE make ମାନେ ତିଆରି କରିବା। BUN born ମାନେ ପିଠା। TOOK took ମାନେ ନେଲା। FLOUR flour ମାନେ ମଇଦା। DOUGH dough ମାନେ ହେଲା ଚଟକା ହୋଇଥିବା ମଇଦା। LITTLE little ମାନେ ହେଲା କୁନି ବା ଛୋଟ। ROUND round ମାନେ ହେଲା ଗୋଲ। BAKED baked ମାନେ ହେଲା ସେକିଲା। SILL ମାନେ ହେଲା ଏରୁଣ୍ଡି ବନ୍ଧ। COOL cool ମାନେ ହେଲା ଥଣ୍ଡା। LAY lay ମାନେ ହେଲା ପଡ଼ି ରହିବା। SOMETIME sometime ମାନେ କିଛି ସମୟ। THEN ମାନେ ହେଲା ତାପରେ। ROLLED rolled ମାନେ ହେଲା ଗଡ଼ିଲା। FLOOR floor ମାନେ ଚଟାଣ। GATE gate ମାନେ ହେଲା ପ୍ରବେଶ ଦ୍ୱାର। MET ମାନେ ସାକ୍ଷାତ କଲା। TAKEN ମାନେ ନେଲା। OVEN ମାନେ ହେଲା ସେକିବା ଯନ୍ତ୍ର। ମାନେ କାହାଣୀଟି କାହା ବିଷୟରେ ଅଛି? କାହାଣୀଟି ଗୋଟେ ଗୋଲାକୃତି ପିଠା ବିଷୟରେ ଅଛି। ତାହେଲେ ଆମେ ଲେଖିବା ଦ ଷ୍ଟୋରି ଇଜ୍ ଆବାଉଟ୍ ଏ ରାଉଣ୍ଡ ବନ୍, ବା ଦ ଷ୍ଟୋରି ଇଜ୍ ଆବାଉଟ୍ ଏ ଲିଟିଲ୍ ରାଉଣ୍ଡ ବନ୍। ହୁ ଆର୍ ଦେୟାର ଇନ୍ ଦ ଷ୍ଟୋରି, ମାନେ ଏ କାହାଣୀରେ କିଏ କିଏ ଅଛନ୍ତି? There is a round little bun, an old man, an old woman, and a rabbit in the story. Who made a bun? The old woman made a bun. Who did she make the bun for? ମାନେ ସେ କାହା ପାଇଁ ସେ ପିଠାଟି ତିଆରି କରିଥିଲା? She made the bun for the old man. What did she make out of the flour? ମାନେ ସେ ମଇଦାରୁ କ'ଣ ତିଆରି କଲା? She made a dough out of the flour. What did she make out of the dough? ମାନେ ସେ ଡୋରୁ କ'ଣ ତିଆରି କଲା? She made a bun out of the dough. What did she do next? ମାନେ ସେ ବନ୍ଟା ତିଆରି କଲା ପରେ ସେ କ'ଣ କଲା? After making a bun, she baked it in the oven. First the bun
rolled from dash. First the bone rolled from the sill. Where did it roll from the bench? The bone rolled to the floor from the bench. Finally it rolled out of dash. Finally it rolled out of the door. Who did it meet on the way? Manachako rastare kiye dekha hela? The rabbit met it on the way. What did the rabbit want to do with the bone? The rabbit want to eat the bone. Who sang a song? Na kiye gito gaila? The bone sang a song. Do you think the rabbit will eat it up? ତମେ କଣ ଭାବୁଛ? ଠେକୁଆଟି ପିଠାଟିକୁ ଖାଇବ? ତୁମେ ଯାହା ଭାବୁଛ ତାହା ଲେଖ। I dashed away from grandpa. I ran away from dash and I will run away from the dash. This dash I will. ତ ଏହାକୁ ଆମେ ଦେଖିବା। I ran away from grandpa. I ran away from grandma and I will run away from the rabbit. This minute I will. Correct your script looking at the text. ताले याकु तुम्हें जदि भूल लिखी था ताले टेक्स्ट कविता टिको देखी कि निजो भूल टाको ठीक कर दियो। Writing section. Answer the following